ସେମିତି କରିଛି ବୋଲି ନାମ ପଡୁଛି। ଲୋକ ସେବା କରିବା ଯେତିକି ଜଣା, ଲୋକମାନଙ୍କୁ କାଲ ନାଗୁଣି ହୋଇ ଛୋଟ ମାରିବା ବି ସେତିକି ଜଣା। ତେଣୁକରି ଏମିତି ରାଜ୍ୟର ଲୋକେ ମତେ କହନ୍ତି ମଧୁମତି ମଧୁମତି ମଧୁମତି। ଆସିବାରେ ଏତେ ବିଳମ୍ବ କାହିଁକି? ବିଳମ୍ବ କଥା କାହିଁକି? ତୁମେ କାହିଁକି ଏଠାରେ ଆସି ଚିନ୍ତା କରୁଛ? କୋ କଥା ପାଇଁ ପ୍ରକାଶ କର ନା। କହିବି ବାଗେଶ୍ୱର, ତା ସବୁ ସିଧା ସିଧା କହିବି। ସିଧା ମୋର ଗୋଟିଏ ଆଶା, ଏଇ ଅବନ୍ତୀ ରାଜ୍ୟରେ ରାଜରାଣୀ ହେବାର। କେମିତି କଲେ କେମିତି ମୁଁ ରାଜରାଣୀ ହେବି ସେଇ କଥା ଟିକେ ପ୍ରକାଶ କର। ଆଲୋଏ ମଧୁମତି, ତୁମେ ଏହି ରାଜ୍ୟର ରାଜରାଣୀ ହେବା ପାଇଁ ସ୍ୱପ୍ନ ଦେଖୁଛ? ତମେ ଠିକ କଥା କହିଛ ବଙ୍ଗେଶ୍ୱର। ମୁଁ ଏ ରାଜ୍ୟରେ ରାଜରାଣୀ ହେବା ପାଇଁ ସ୍ୱପ୍ନ ଦେଖୁଛି। ହେଲେ କେମିତି ମୁଁ ଏ ରାଜ୍ୟରେ ରାଜରାଣୀ ହେବି ସେଇ କଥା ଟିକେ ମୋ ପାଖରେ ପ୍ରକାଶ କଲେ ମୁଁ ରାଜରାଣୀ ନିଶ୍ଚୟ ହେବି। ଦେହେ ମନ୍ଦାକିନୀ ରଜ ଲଗାଇ ଗ୍ରାମ ସୁକରିକି ହୋଇବ ଗାଈ। ଆରେ ତୁମେ ଗାଈ ହେବା ପାଇଁ ଇଚ୍ଛା କରିଛ, ଆଉ ରାଜରାଣୀ ହେବା ପାଇଁ ବି ଇଚ୍ଛା କଲଣି। ତମେ ଠିକ କଥା କହିଛ ବଙ୍ଗେଶ୍ୱର। ମଧୁମତି, ତୁମେ ଯଦି ଏ ବଙ୍ଗେଶ୍ୱର ନାହିଡୁର କଥାକୁ ଯଦି ମାନିବ ତାହେଲେ ନିଶ୍ଚୟ ତୁମର ସ୍ୱପ୍ନ ସାକ୍ଷାତ ହେବ। ତମେ ସତ କଥା କହୁଛ ବଙ୍ଗେଶ୍ୱର। ଶୁଣ, ମୋ କଥା ମାନିବ? ନିଶ୍ଚୟ ମାନିବି। ନିଶ୍ଚୟ ମାନିବ ତ? ଠିକ ଅଛି, ତାହେଲେ ମୁଁ ତୁମକୁ ଗୋଟାଏ ପ୍ରସ୍ତାବ ଶୁଣାଉଛି। ତୁମେ ରାଜି ହେବ ତ? ମୁଁ ନିଶ୍ଚୟ ରାଜି ହେବି। ମଧୁମତି, ମୋ କଥାରେ ତାହେଲେ ରାଜି ତ? ନିଶ୍ଚୟ। ହଉ, ଦେଖ, ବିକ୍ରମ କେଶରୀଙ୍କର ଦୁଇଟି ସନ୍ତାନ ଅଛନ୍ତି। ମୁଁ ତ ଜାଣିଛି। ତାଙ୍କର ଜ୍ୟେଷ୍ଠ ସନ୍ତାନ ଆନନ୍ଦ, କନିଷ୍ଠ ସନ୍ତାନ ହେଉଛି ସାନନ୍ଦ। ହେଲେ ତୁମେ ଏଠି ଗୋଟାଏ ଉପାୟ କର। କି ଉପାୟ? ଦେଖ, ସେଇ ଆନନ୍ଦକୁ ତୁମେ ଯଦି ଫସାଇବ ତାହେଲେ କେମିତି করে ଫସେଇବେ ବଙ୍ଗେଶ୍ୱର ସେଇ କଥା ତ ମତେ କୁହ। ଦେଖ, ସେ ଆସିବ ଆନନ୍ଦ। ଆନନ୍ଦ ଆସିଲା ପରେ ତୁମେ ଟିକେ ବୋବାଲି କରିବ। ବୋବାଲି କରିବି? କେମିତି ବୋବାଲି କଲେ ହବ? ହେଲେ ଧାଇଁ ଆସ, ଧାଇଁ ଆସ, ଧାଇଁ ଆସ। ତାପରେ ସମସ୍ତେ ଆମେ ମାନେ ଧାଇଁ ଆସିବୁ। ସେତିକି ବେଳେ ତୁମେ ପ୍ରକାଶ କରିବ ଯେ ଏଇ ଆନନ୍ଦ ମୋର ଭଣଜା, ଯେ ମୋ ଭଣଜା ହୋଇ ମୋତେ ସେ ଆଶା ରଖି ମୋ ପାଖକୁ ଆସି ମୋତେ ଜଞ୍ଜାଳ କରୁଥିଲା। ଏତିକି ତୁମେ କହିଦେବ। ତାପରେ ଦେଖିବ ଆନନ୍ଦକୁ ରାଜା କି ପ୍ରକାରେ ସେ ରାଜ୍ୟରୁ ତଳିବେ ନା ତାକୁ ମାରିବେ ସେ କଥା ସେ ବିଚାର କରିବେ। ମୋ କଥା ମାନିବ ତ? ନିଶ୍ଚୟ ମାନିବି ବଙ୍ଗେଶ୍ୱର। ନିଶ୍ଚୟ ମାନିବ। ତମ କଥା ନ ମାନି ମୁଁ ଆଉ କାହା କଥା ମାନିବି? ସତରେ ମଧୁ, ମୋ କଥା ମାନିବ ନା? ହେଲେ ବଙ୍ଗେଶ୍ୱର ମୁଁ ଗୋଟିଏ କଥା କହିବି। ହଁ କହିବି ନା? କହିବ,
मोहे खुशी मुतरे मु गोटे खुशी कथा कहबी मन ध्यान दे सुनिब ठीक अछि कहूना अबंती राज्यर राजा रानी पद सुनुच बंगेश्वर अबंती राज्यर राजा रानी पद इशारा करी से डाकुची अबंती राज्यर राजा रानी पद इशारा करी से डाकुची सुनुच बंगेश्वर सही आशा जदि सत है बनाई सही आशा जदि सत है बनाई कालो पालटी भी कहूची अबंती राज्यर राजा रानी पद इशारा करी से डाकुची सुनिल बंगेश्वर मो बड़ ससुर ए राज्यर राजा परज पाली से पाउतिले पूजा मो बड़ ससुर ए राज्यर राजा परज पाली से पाउतिले पूजा गुटा कपट रे कल दुर्बल रे गुटा कपट रे कल दुर्बल विक्रम रे राजा हेची अबंती राज्यर राजा रानी पद इशारा करी से डाकुची पूजिला बंगेश्वर समुद्र मंथन किसा बाहरीब समुद्र मंथन किसा बाहरीब किसा सही कथा बाबूजी अबंती राज्यर राजा रानी पद इशारा करी से डाकुची विवाह कले विक्रम केसरी आउ जो मोर खइता मो सान ससुरंक पुआ बड़ा दिया को बाहे की बोली बोले ए बतियो राजा हे गले सके बेला से माने छुआ थिले एबे आउ कोन छुआ अछंती जदि हमकु राज्य भाग दिया जीव नाही निया जलिब निया सत्य बेले राजा विक्रम केसरी जानिब कैसे आसी निया लिबाइब सावधान खबरदार राजा विक्रम केसरी सतर्क रे थिबु नले बाजिब ए मधुमतीर कालो आउ सही कालो छोटो बिगाड़ी देव तुम ए अबंती राज्य को हाँ अच्छा हो ठीक है मधुमती तुम्हें जहा चाहूच ताहा सुनिश्चित हेब मधुमती तुम आशाटा पूरण हेब तुम ठीक कथा कहछ बंगेश्वर हाँ मो आशा निश्चय पूरण हेब ना तुमे सहयोग करिबो नाही करबी ना ताले मो आशा 7 जन्म जाए पूरण हेब नाही
যদি তুমি মতে সহযোগ করিব ମୋ ସ୍ୱପ୍ନଟା ବହୁତ ଜଲ୍ଦି ପୂରଣ ହେବ। ଠିକ ଅଛି। ବଙ୍ଗେଶ୍ୱର ନାଇଡୁର ତାର ଦିମାଗଟା ବେଶୀ। ସେ ନିଶ୍ଚୟ ତୁମକୁ ସାହାଯ୍ୟ କରି ଏଇ ରାଜ୍ୟର ରାଜରାଣୀ କରିବ। ତମେ ସତ କଥା କହୁଛ ବଙ୍ଗେଶ୍ୱର? ମୁଁ କେବେ ମିଛ କହେ? ନାଇଁ ନାଇଁ, ତମେ ମୋ ସାମ୍ନାରେ କେବେ ବି ମିଛ କଥା କହିପାରିବ ନାହିଁ। ଠିକ ଅଛି ବଙ୍ଗେଶ୍ୱର, ଏ ଆଲୋଚନାଟା ଆମେ ଗୁପ୍ତ ଜାଗାରେ ହେବା। ସେଠିରେ ଆଜିକାଲି କାନ୍ଥରେ ବି କାନ ଅଛି, ବୁଝୁଅଛ? ଚାଲ ଯିବା, ଯାଇକି ଗୁପ୍ତ ଜାଗାରେ ଆଲୋଚନାଟା କରିବା। ମହାରାଜ, କାହିଁକି ଆପଣଙ୍କର ମୁହଁ ଆଜି ଶୁଖିଲା ଶୁଖିଲା ଜଣା ପଡୁଛି? ମୁଁ କିଛି ବୁଝିପାରୁନି। ଶାଳକ ମହେନ୍ଦ୍ର ସିଂ? ହଁ, ନାହିଁ ମହେନ୍ଦ୍ର ସିଂ ନାହିଁ, ମୋର ସେମିତି କିଛି ହୋଇନାହିଁ। ତେବେ କଣ ହୋଇଛି? କୁହ, ଦୁଇ ଜଣଙ୍କର ଭବିଷ୍ୟତ କଥାକୁ ଟିକେ ଭାବୁଥିଲି, ତାପରେ ତୁମେ ଏତେ ତରଭରରେ ବୁଝ କାହିଁକି? ଓହୋ, ଭଣଜା ଦୁଇ ଜଣଙ୍କ କଥା ଭାବୁଛନ୍ତି ଆପଣ? ଆରେ ଭାବିବାର କିଛି ନାହିଁ। ଆରେ ତାଙ୍କ ସାଙ୍ଗରେ ପୁରା ଅଛି ତାଙ୍କର ମାମୁଁ ଏଇ ମହେନ୍ଦ୍ର ସିଂ। ତାଙ୍କ ଦୁଃଖରେ ସୁଖରେ ସିଏ ଭାଗିଦାର। ଆପଣ ଏତେ ଚିନ୍ତା କରୁଛନ୍ତି କାହିଁକି? ମହେନ୍ଦ୍ର ସିଂ, ହଁ ମହାରାଜ, ତୁମେ ଏତେ ତରଭର ହେବାର ଦରକାର ନାହିଁ। ନାଇଁ, ମୁଁ ତରବର ହଉନି। ଆପଣ କହୁଛନ୍ତି ତୁମର ଭଣଜା ମାନଙ୍କର ବିଷୟ ବୋଲି, ତେଣୁ ମୁଁ ଚିନ୍ତା କରୁଛି। ଆରେ ଭଣଜା ମାନଙ୍କର କିପରି ଯଶ ସ୍ୱୀକୃତି ରହିବ ସେଇ କଥା ମୁଁ ଚିନ୍ତା କରୁଛି। ତୁମ ନାମରେ କେହି ଅଭିଯୋଗ କରିନାହାନ୍ତି ମହେନ୍ଦ୍ର ସିଂ? ମୋ ନାମରେ ଅଭିଯୋଗ କରୁଛନ୍ତି? ହଁ ମହେନ୍ଦ୍ର ସିଂ, ହଁ। କେମିତି? ସେଥିପାଇଁ ତୁମକୁ ଚେତାଇ ଦେବାକୁ ଚେଷ୍ଟା କରୁଛନ୍ତି। ହେଲେ ଆପଣ ଯାହା କହୁଛନ୍ତି ସବୁ ଭୁଲ। ଆପଣ ଯାହା କହୁଛନ୍ତି ସବୁ ଭୁଲ। କାହିଁକି ନା ଆରେ ତୁମର ଛଡ଼ା, ତୁମର ଏଇ ଶାଳକ ମହେନ୍ଦ୍ର ସିଂ ଥିବା ପର୍ଯ୍ୟନ୍ତ ଚିନ୍ତା କରିବା ଆବଶ୍ୟକ ନାହିଁ। ଆରେ ଯେମିତି ମହାଭାରତରେ ବିରାଟ ରାଜାର ଶଳା ଥିଲା କୀଚକ। ଆରେ କେଉଁ କୀଚକର ନାମକୁ ଶୁଣିଲେ ସେ ଲୋକ କାହିଁକି ଏଇ ତିନି ଭୁବନ ଟଳମଳ ହେଉଥିଲା, ବାସୁକି ମଧ୍ୟ କମ୍ପୁଥିଲା। ସେମିତି ତୁମ ସାଙ୍ଗରେ ଅଛି ତୁମର ଏଇ ଶଳା ମହେନ୍ଦ୍ର ସିଂ। ହଁ ହଁ, ଆଉ ମୁଁ ଥିବା ସମୟରେ ଯଦି ଆପଣଙ୍କ ନାମରେ କେହି କୁଚ୍ଚା ରଟନା କରେ ତାହେଲେ ମୁଁ ତାକୁ କେବେ ହେଲେ ରଖାଇ ଦେବି ନାହିଁ। ହଁ ହଁ, ମୁଁ ତାକୁ କେବେ ହେଲେ ରଖାଇ ଦେବି ନାହିଁ। ସିଧା ପଠାଇ ଦେବି ଉପର ମହଲାକୁ।
এই অভিযোগ করে নাহান্তি এই রাজ্য সভারে, কিন্তু କଣ ପଡ଼ୋଶୀ ରାଜା ମାନେ ଆମ ଅବନ୍ତୀ ରାଜ୍ୟର ସୀମା ଲଙ୍ଘନ କରି କର ଅସୁଲ କରୁଛନ୍ତି କାହିଁକି? ସେମାନଙ୍କୁ ଟିକେ ତାଗିଦ କରନ୍ତୁ। ଓହୋ ପଡ଼ୋଶୀ ରାଜ୍ୟର ରାଜାମାନେ ହଁ ମହେନ୍ଦ୍ର ସିଂ, ଆମ ସୀମାକୁ ଆସୁଛନ୍ତି ଆଉ ଆମ ପ୍ରଜାମାନଙ୍କ ଠାରୁ କର ଅସୁଲ କରୁଛନ୍ତି। ହେ, ନାଇଁ, 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 ନାଇଁ। ଆରେ ଏଇ ମହେନ୍ଦ୍ର ସିଂ କେତେ ଦିନ ପର୍ଯ୍ୟନ୍ତ ବଞ୍ଚିଥିବ? କେବେ ହେଲେ ସେମାନେ ଏଇ ଅବନ୍ତୀ ରାଜ୍ୟର ପ୍ରଜାମାନଙ୍କ ଠାରୁ କର ନେଇପାରିବେ ନାହିଁ। ଯଦି ଜାଣି ଜାଣି ଯିଏ ନେଇଯିବ କର, ସିଏ ଭାବି ଦେଇଥାଉ ତାର ଘର ହେବ ସିଧା ଚମପୁର। ଆଉ କଣ ଚିନ୍ତା କରୁଛ? କଣ ଅଛି ତମର ଭାବନା? ସବୁ ପ୍ରକାଶ କର। ଆରେ ଭାଇ, ଏତେ ହରବର ହବା ଦରକାର ନାହିଁ। ଯେଉଁମାନେ ଆମ ପ୍ରଜାଙ୍କୁ ଘର ମାଗୁଛନ୍ତି ସେମାନଙ୍କୁ ବୁଝାଇ କହିବା। ଯଦି ସେମାନେ ବୁଝିଯିବେ ତାହେଲେ ଏତେ ଭିତରକୁ ଯିବାନି। ବୋଧେ ତୁମେ ମାନେ ପାଶରି ଯାଇଛ। ଆଜି ଆମ ଆନନ୍ଦ ସାନନ୍ଦଙ୍କର ଜନ୍ମଦିନ। ଆଜି ମୋର ଭଣଜା ଆନନ୍ଦ ଆଉ ସାନନ୍ଦର ଜନ୍ମଦିନ। ହଁ ମହାରାଜ, ତାହେଲେ ଆମେ ଧୁମଧାମରେ ପାଳନ କରିବା ମୋ ଭଣଜା ଆନନ୍ଦ ଆଉ ସାନନ୍ଦର ଜନ୍ମ ଦିବସ। ଆପଣମାନେ ଏଠି ଥାଆନ୍ତୁ। ମନ୍ତ୍ରୀ ମହାଶୟ, ଆରେ ମୁଁ ଯାଉଛି ରାଣୀ ମାଙ୍କୁ ନେଇ ମୋର ଭଣଜା ମାନଙ୍କୁ ନେଇ ଆସିଛି। ସିଂ ସାହେବ, ଆଜି ତାଙ୍କର ପରେ ଜନ୍ମଦିନ ପାଳନ ହେବ। ହଁ ସିଂ ସାହେବ, କେତେ ସୁନ୍ଦର କଥା। ଆରେ ଭଣଜା ମାନଙ୍କର ଜନ୍ମଦିନ ଉତ୍ସବରେ ମୁଁ ଆନନ୍ଦରେ ନାଚିବି ବେ। ଆରେ ଆନନ୍ଦରେ ନାଚିବି। ଆରେ କିଏ ଅଛରେ ଗୁମାସ୍ତା? ଆରେ ଆନନ୍ଦ ସାନନ୍ଦକୁ ସଜ୍ଜ କର, ଆଜି ତାଙ୍କର ଜନ୍ମ ଦିବସ। মামা, আনন্দ মামা, সানন্দ মামা, বাবা তুমি মানে মধ্যে ভুলে যাইছ। আরে আজ তুম মানুষের জন্ম দিবস। राजेश भाई अपन जेट पाक ଥିଲେ ହେଲା। ମତେ ପାଖକୁ ଚାଲି ଆସିବେ। এই জন্ম দিবস ধুমধামরে পালন ହେବ। ঠিক ଅଛି মামা। আরে তুমি নাচিব, মু বি নাচিবি, আর সমস্তে নাচিবা গাইবা, মামা। ধুম মচাই দেবা। এইটা আমার খুশির দিন। তুমি ঠিক কইছ মামা। মামু পরা ଅଛି। পুত্র আনন্দ সানন্দ মাতা আজ পা তোম দুই জনক জন্মদিন। হও মা, তোমরানে খুশি অছ তো? মা আমি বহুত খুশি। এই জন্মদিনে তুম ভলি পিতামাতা পাই আমি বহুত আনন্দিত মা। ঠিক আছে, আস আস নলে আস। আগ বন্ধাপনা সারি দিয়ে তারপরে অন্য বিষয়ে কথা হবা। মহারানী, আগে ভଣଜା ମାନଙ୍କୁ ବନ୍ଦାପଣା ଦେଇଦିଅ, ତାପରେ ବାକି କଥା। তেবে চালন্তু আনন্দ সানন্দ।
আরে ভଣଜা তো ছুয়া লোক ভুলি যাইছন্তি। আরে শাস্ত্র কହୁଛି রাজা ঠারু মন্ত্রী শ্রেষ্ঠ। আরে মন্ত্রী কে প্রণিপাত কর নাই কাইকি? আরে প্রণিপাত করে। ঠিক কইছ বাবা, আমি ভুলি যাইছিলু। ବାପା ଆନନ୍ଦ ସାନନ୍ଦ ପିତା ଖୁସିରେ ଆମେ ତୁମମାନଙ୍କୁ ଗୋଟେ ସୁନ୍ଦର ଗୀତ କଣ କହିଲ ପିତା? এই তব খুশির দিন, তুমি ঠিক কইছ। এই খুশির দিନରେ নাচিবা গাইবা ସମସ୍ତେ ମସ୍ତିରେ ସମସ୍ତ ମନକୁ ମୋହିନେବା। ঠিক ଅଛି ପିତା, ଆପଣ ଗାନ୍ତୁ। ତେବେ ଶୁଣନ୍ତୁ ଆନନ୍ଦ ସାନନ୍ଦ ମାତା ଯିବା ଜୀବନ ଗଣ୍ଡିର ତନ ପିତା ଜୀବ ଜୀବନ ଗଣ୍ଡିର ତନ ବିକ୍ରମ ପଦ୍ମାବତୀର ପିଣ୍ଡ ପରାଣ ମକଲା କାଞ୍ଚନ ମକଲା କାଞ୍ଚନ ମକଲା କାଞ୍ଚନ ଆନନ୍ଦ ପିତା কালিয়া এই বলি আম পুয় তুই পশি দেব আম হাতিলু লা 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 এই মো কালিয়া এই বলি আম পুয় তুমি তুই পশি দেব আম হাতিলু ফুলরে তুলি তুলিয়া দেখিব কেতে সপন ভাই গীত শুনিয়া লাগিব আকাশ জন্য ডাকি দেবে মা কোন দোকানি রে ডাকি দেবে মা কোন
ଅଣତ କାନିରେ ପଡ଼େ ଶୋଇ ଦେଖୁଥିବ ନୂଆ ସପନ ହୋ ମୋ କଲା କାଞ୍ଚନ ମୋ କଲା କାଞ୍ଚନ ମୋ କଲା କାଞ୍ଚନ ଓ ଆନନ୍ଦ ସାନନ୍ଦ ପୁଅକୁ ଆନ କରିବ ପର ପର ପରେ ଝୁରି ହେବ କି ପୁଅ ମୋର ସାନନ୍ଦ ପୁଅକୁ ଆନ କରିବ ପର ପର କଲେ ଝୁରି ହେବ କି ପୁଅ ମୋର ତରାଗି ନାଚି ନାଚିକା ଖୋଜିବ ମନର ମିତ ଜନ ରାଇଜକୁ ଯାଇ କରିବ ମନ লেখে চিন্তামণি তুমরি শিবানী লেখে চিন্তামণি তুমরি শিবানী সুখ সাথী দিয় হে রাধা মোহন হো মো কলা কাঞ্চন মো কলা কাঞ্চন মো কলা কাঞ্চন ଓ ଆନନ୍ଦ ସାନନ୍ଦ ପିତା ତୁମ ଦୁଇଙ୍କ ଖୁସିରେ ଆମ ଏ ଘରଟା ସରଗ ପାଲିଟି ଯାଇଛି ରେ ପୁଅ ସରଗ ପାଲଟି ଯାଇଛି ହଁ ପିତା ସମସ୍ତ ସମସ୍ତ ପରିବାର ମଧ୍ୟରେ ଖୁସିରେ ଥିଲେ ସେଇ ଘର ହଉଛି ସ୍ୱର୍ଗପୁର ଠାରୁ ଆହୁରି ବହୁତ ଆନନ୍ଦ ସୁନ୍ଦର କାହିଁକି ନା ପିତା ତୁମ ଭଳି ପିତାମାତା ପାଇଁ ଆମମାନଙ୍କୁ ମନକୁ ଧନ୍ୟ କରୁଛୁ କାହିଁକି ନା ତୁମ ଭଳି ତମେ ପିତାମାତା ଦୁଇ ଜଣ ଆମକୁ ଯେଉଁଭଳି ସ୍ନେହ କରୁଛ ସେଇ ସ୍ନେହରେ ଆପଣଙ୍କ ପାଖରେ ଆମେ ବନ୍ଧାଇ ରହିଛୁ ପିତା ସତରେ ପୁଅ ମାନେ ମା ତୁମେ ଦୁଇ ଭାଇ ଏ ଅବନ୍ତୀ ରାଜ୍ୟର ଉଜ୍ଜଳତା ଓ ଭବିଷ୍ୟତ ହଁ ମା ତୁମ ବାପାଙ୍କ ଭଳି ପ୍ରଜାମାନଙ୍କୁ ସୁଖ ଶାନ୍ତି ରଖିବାକୁ ହେବ ତେବେ ଏ ରାଜ୍ୟର ଯେତେ ଜନପ୍ରଜା ତୁମକୁ ପ୍ରଶଂସା କରିବେ ରାଜା ଯେମିତି ତାଙ୍କର ପୁଅ ଦୁଇଟି ମଧ୍ୟ ସେମିତି ହେବେ ନା ଆଉ ହଁ ବାବା ମାମା ପିତା ଯେମିତି ଶାସନ କରୁଛନ୍ତି ରାଜ୍ୟ କହିଛନ୍ତି ଠିକ ସେଇଭଳି ଆମେ ଦୁଇ ଭାଇ ମଧ୍ୟ ଏ ଅବନ୍ତୀ ରାଜ୍ୟକୁ ଆନନ୍ଦ ମନରେ ଶାସନ ଆରେ କରିବୁ ସେତିକି କାହାରିକୁ କାମ ଦୁଃଖ ଦେବୁ ପରେ ନାହିଁ। ମୋର ଛାତିଟା ଫାଟିଯିବ ହେଲା ହଁ ମାମା କିନ୍ତୁ ମନେ ରଖିଥାଅ ମାମା ମାମା ଆରେ ପର ଝିଅ ଘର ଭାଙ୍ଗେ ନା ଭାଇ ଭାଇ ଭଗାରୀ ଏମିତି ଅନେକ ରୂଢ଼ି ପ୍ରୟୋଗ ରହିଛି ଅନେକ ଶାସ୍ତ୍ରରେ ସେ ସବୁ କଥାକୁ ମାନି ଚଳିବାକୁ ହେବ ନହେଲେ ଏମିତି ମାମୁ ଭଣ ଦେଖିଲେ ନା ବାବା ନା ସେମିତି ହେବନି ଦୁର୍ଯ୍ୟୋଧନ ଭଳିଆ ଭଣଜା ଆଉ ମାମୁ ଥିଲା ଶକୁନି ମାମା ଗୋଟି ଗୋଟି କରି କୌରବ ବଂଶକୁ ତାର ସେଇ ଶକୁନି ମାମୁଟା ସିଧା ଧୁଲିସାତ କରିଦେଲା ନା ବାବା ସେଇ ପର କଥାକୁ ଛାଡ଼ ତୁମେ ତ ଆମ ନିଜର ମାମୁ ସେମିତି କାହିଁକି କହୁଛ ଆମେ ଦୁଇ ଭାଇ ଆନନ୍ଦରେ ରାଜ୍ୟକୁ ଶାସନ କରିବୁ ସେଥିରେ ଥିଲେ ମାତ୍ର ଦୁଇ ଭାଇ ମଧ୍ୟରେ ତ୍ରୁଟି ରହିବ ନାହିଁ ମାମାଶ୍ରୀ ହରେ ନାଇଁ ମୁଁ ସେ କଥା କହୁନି ତୁମକୁ ଉଦାହରଣ ଦେଲି ଶକୁନି ଆଉ ଦୁର୍ଯ୍ୟୋଧନ କଥା ହଁ ମାମା ଆମ କିନ୍ତୁ ମୁଁ ସେମାନଙ୍କ ଭଳିଆ ନୁହେଁ ମୁଁ ସେ ଶକୁନି ମାମୁ ନୁହେଁ ଆରେ ମୁଁ ଚନ୍ଦ୍ରମା ଭଳିଆ ମାମୁ ତୁମେ ଠିକ କହିଛ ମାମା ସବୁବେଳେ ତୁମର ଉନ୍ନତି କରି ଚାଲିବି ହଁ ମାମା ଯେମିତି ରାଜାଙ୍କର ଆଉ ଏ
দুই ভଣଜାର ମାମୁଁ ଏଇ ମହେନ୍ଦ୍ର ସିଂର ନାଁଟା ଯୁଗେ ଯୁଗେ ରହିବ ସେଇ ଚେଷ୍ଟା କରିବି ହେଲା। ଠିକ ଅଛି ମାମା। ତେବେ ଆସ ବିଳମ୍ବ ହେଉଛି ତାପରେ ମାମା ଆମେ ଟିକେ ମନେ ମନେ ଟିକେ କଥା ହେବା। ହଁ ମାମା। ଭବିଷ୍ୟତରେ ରାଜା ତ ବୁଢା ହେଇଯାଉଛନ୍ତି। ଠିକ ଅଛି। ଦୁଇ ଜଣଙ୍କ ଭିତରୁ କାହାକୁ ରଜା କଲେ ଏଇ ରାଜ୍ୟଟା ସୁଖରେ ଚଳିବ ଶାନ୍ତିରେ ଚଳିବ ସେଇ କଥା ଆମେ ଭିତରିଆ ପରାମର୍ଶ ଦେବା। ହଁ ମାମା ସେଟା ହଉଛି ପିତାଙ୍କ ଆଦେଶ। ପିତା ଯାହାକୁ ଆଦେଶ ଦେବେ ସେ ନିଶ୍ଚୟ ସେ ରାଜ ସିଂହାସନ ଗ୍ରହଣ କରିବେ। ହଉ ମହାରାଜ ବିଳମ୍ବ କରିବା କାହିଁକି? ଆଉ ବେଶୀ ଦିନ ନାଇରେ ଆନନ୍ଦ ସାନନ୍ଦ। ପିତା ଅଳ୍ପ ଦିନ ଭିତରେ ରାଜକୁମାରରୁ ଯୁବରାଜ କରିଦେବେ। ଓ ରାଜକୁମାରରୁ ଯୁବରାଜ ନିଶ୍ଚିତ ହଁ ଭାବରେ ହଁ ମହେନ୍ଦ୍ର ସିଂ ଅଳ୍ପ ଦିନ ଭିତରେ ରାଜକୁମାରରୁ ଯୁବରାଜ କରିଦେବେ। ତେବେ ଆସନ୍ତୁ ସେ ସମ୍ପର୍କରେ ଆଲୋଚନା କରିବା। ଠିକ ଅଛି। ଜନ୍ମଦିନର ଖୁସି ବାର୍ତ୍ତା ସରିଯାଇଛି। ହଁ ଆଉ ଜନ୍ମଦିନର ଭୋଜି ଭାତ ସମସ୍ତଙ୍କୁ ଦେବା ପାଇଁ ତାଙ୍କୁ ଜଣେଇଦେବା। ମୁଁ ଆସୁଛି ଆପଣ ଏମାନଙ୍କୁ ନେଇ ଆସନ୍ତୁ। ଚାଳକ ମହେନ୍ଦ୍ର ସିଂ ହଁ ମୁଁ ଅତିଥି ମାନଙ୍କର ବ୍ୟବସ୍ଥା କରୁଛି ମହାରାଜ। ଠିକ ଅଛି। ଆସୁଛି। ଚାଳକ ମହେନ୍ଦ୍ର ସିଂ ପିତା ସେଇ ଜଗନ୍ନାଥଙ୍କ ମହାପ୍ରସାଦ ସମସ୍ତଙ୍କୁ ଆଣି ପ୍ରଜାମାନଙ୍କୁ ବାଣ୍ଟି ଦେବା। ଏଇ ଜନ୍ମଦିନ ପ୍ରସାଦ ସମସ୍ତ ପାଇଲେ ସମସ୍ତଙ୍କ ମନ ଆନନ୍ଦ ହେବ। ଚାଲନ୍ତୁ କଥା ଆନନ୍ଦରେ ଫେରିଯିବା ରାଜବାସ। ଆସନ୍ତୁ ଆମର ସାହେବଜୀ ଦୀପ ଚାଲୁଛି। ଏ ଦୀପକୁ ସାକ୍ଷୀ ରଖି ଖୋଲାଖୋଲି ପଚାରିବି ସେ ମୋ କଥାରେ ରାଜି ହେବେ କି ନାହିଁ। ଆଜି ଆସନ୍ତୁ ମୋ କଥା ନ ମାନିଲେ ତାଙ୍କ ବାଟରେ ସିଏ ଯିବେ ମୁଁ ଯିବି ମୋ ବାଟରେ। ଆଜି ଆସନ୍ତୁ। ମାମୁ ମାମୁ ଏ ମାମୁ ତମେ କଣ ଶୁଣୁନ? ଘରେ ଅଛ ନା ନାହିଁ? ମାମୁ ମାମୁ ତୁମ ସହିତ ମୋର ଗୋଟାଏ ଜରୁରୀ କଥା ଅଛି। ସେଥିପାଇଁ ତୁମକୁ ଭେଟିବା ପାଇଁ ମୁଁ ଚାଲି ଆସିଛି। ମାମୁ ବୋଧେ ଘରେ ମାମୁ ନଥିବେ, କୁଆଡେ ଯାଇଥିବେ। ମାଇ ମାଇ ମାଇ
ମାଏ ମାମୁଁ ସହିତ ମୋର ଗୋଟାଏ ଜରୁରୀ କଥା ଅଛି ସେଥିପାଇଁ ମାମୁଁକୁ ଭେଟିବା ପାଇଁ ଚାଲି ଆସିଲି ହେଲେ ମାମୁଁ ଗଲେ କୁଆଡେ ତମ ମାମୁଁ ଘରେ ନାହାନ୍ତି କଣ କହିଲ ସେ କୁଆଡେ ଯାଇଛନ୍ତି କୁଆଡେ ଯାଇଛନ୍ତି? ଆସିବାରେ ବିଳମ୍ବ ହବ ବୋଲି କହୁଥିଲେ ବିଳମ୍ବ ହବ ନା ତ ଆସନ୍ତାକାଲି ମୋ ମାମୁଁ ସହିତ ସାକ୍ଷାତ ହେଇଥିଲେ ହଁ ଭଣଜା ଆସିବ ମୁଁ ତୁମକୁ ସେଇଠି ଗୃହରେ ରହିଥିଲି ବୋଲି କହିଥିଲେ କିନ୍ତୁ ସେ ଗଲେ କୁଆଡେ ମାଏ ଠିକ ଅଛି ମୁଁ ମାମୁଁକୁ ଭେଟିବା ପାଇଁ ଏଇଠି ଟିକେ ବିଶ୍ରାମ ନେଉଛି ମାମୁଁ ଆସିଲେ ତା ସହିତ ବିପଦ କଥା ହେଇ ମୁଁ ଚାଲିଯିବି ହଉ ଠିକ ଅଛି କେତେବେଳେ ଆସିବି କେତେ କହିଲେ କହିଲେ କଣ ହେଇଛି ପ୍ରକାଶ କର ତୁମର କଣ ହେଇଛି ଆରେ କଣ ହୋଇଛି এই ঘর ভিতরে এমনি পাটি তুণ্ড শুভুଛି কাହିଁକି ମୋର କଣ ହେଇଛି এপর্যন্ত ଆପଣ ଜାଣିପାରୁନାହାନ୍ତି আরে ମୁଁ କଣ ଅନ୍ତର୍ଯାମୀ ପୁରୁଷ ଆରେ ଆରେ କହିଲେ ସିନା ମୁଁ ଜାଣିବି ଏ ପରିସ୍ଥିତିକୁ ଦେଖି ମଧ୍ୟ ଆପଣ ଜାଣିପାରୁନାହାନ୍ତି ମୋର କଣ ହେଇଛି আচ্ছা মজা কথা তোমার পরিস্থিতি কি পুরো পরিস্থিতি তোমার তুমি তো ভালরে অছ ভড়জা ঠিয়া উঠিছন্তি কোন হইছি তোমার ହଁ ମାଇ ମୁଁ ଟିକେ କାହିଁକି ଚିତ୍କାର କରୁଛ আরে যাহা কহিবার ଅଛି খোলা খুলি কহি যাও এমিতি লুচেই ছপেই রখিবা দরকার নাই তাহলে শুଣ মন ধ্যান দেই শুଣ শুଣ গো স্বামী ধন তুম বাণ জাগুণ শুণুছ শুণ গো স্বামী ধন তুম বাণ জাগুণ শুণ গো স্বামী ধন তুম বাণ জাগুণ কুকর্ম করুছিলা আজিণ ମୋ ଆଖି ଫୁଟୁ ମରାଣ ଓଏ ଗো ମୋ ଆଖି ଫୁଟୁ ମରାଣ তুমি যাহা কহিবার ଅଛି ସବୁ কহি যাও ସବୁ କହୁଛି ସ୍ୱାମୀ ହଁ ମାଇ ମାନ ପାଶରି ଦେହରେ ହାତ ମାରି ମାଇ ମାନ ପାଶରି ଦେହରେ ହାତ ମାରି କଲଙ୍କ କଲା ମତେ
କାକେଇ କୋଲେଇ ଧରିଛି କେତେ ସ୍ନେହ ତାକୁ ଦେଇଛି ବଡ଼ ହେଲା ପରେ ସବୁ ପାସରି ଯାଇଛି ବୁଝିଲ କାକେଇ କୋଲେଇ ଧରିଛି କେତେ ସ୍ନେହ ତାକୁ ଦେଇଛି ବଡ଼ ହେଲା ପରେ ସବୁ ପାସରି ଯାଇଛି ବଢିଆ କଥା ବେগে କହୁଛି ଯୌବନ ଲୋଭ ପଡ଼ିଛି ବିବାହ କରି ଦିଅ ତାକୁ ମହକ ଯାଉଛି ହୋଟେଲ ଚିନ୍ତାମଣି ଠିକାନା ମୋ ଆଖି ପୁଟୁ ମରାଣ ହଏ ଗୋ ମୋ ଆଖି ପୁଟୁ ମରାଣ ମାନଥିଲା ପୁଅ ବୋଲି ଏଇ ଆନନ୍ଦ ବଣଜାକୁ କେତେ ସ୍ନେହ ଶ୍ରଦ୍ଧା କରୁଥିଲୁ କିନ୍ତୁ ଆଜି ତୁମର ଏ ଯଜ୍ଞ ବଣଜା ମୋ ଦେହରେ ହାତ ମାରୁଛି ଯଦି ଆପଣ ଆସିନଥିଲେ ମୋର କଣ ହେଇଥାନ୍ତା ଆପଣ ଜାଣିଛନ୍ତି ସ୍ୱାମୀ ମୋର କଣ ହେଇଥାନ୍ତା ତୁମେ କଣ କହୁଛ ଭାଇ ତୁମେ କାହିଁକି ମିଛ କହୁଛ ମୁଁ ତ ତୁମ ସହିତ ଏମିତି ଖରାପ ବ୍ୟବହାର କରିଲି ତୁମେ କାହିଁକି ମାମୁଠାରେ ମିଛ କହୁଛ ଭାଇ ମୁଁ ମିଛ କଥା କହୁନାହିଁ ନାଇଁ ଭାଇ ତୁମେ ମିଛ କହୁଛ ନା ମୁଁ ସତ କଥା କହୁଛି ପାପିଷ୍ଠ କାଳନା ଗୁଣି ମଧୁମତି अरे तू मोर भणजा आनंद नाम एमती गोटाए गुप्त षड्यंत्र करे मु तोर स्वामी बोली को तोर कथा मानि जीवी हबे नहीं बे नहीं अरे महेंद्र सिंह सेमिति जंतु है कि मनीष अरे जंतु से काम करी पारे किंतु महेंद्र सिंह गोटाए रक्त मांसधारी मनीष आउ से मनीष की कहले बच्चा एपरी काम करिबो नाही रे एपरी काम करिबो नाही भणजा आनंद बाबू भाई मिछ कहुछ बाबार किछि नाही अरे मु जानि छि तुमर माइल कथा ओ पापड़ आलो सारे से तुमको फसैबा को चेष्टा करूछि से कथा मु भी जानि परबे हेले वर्तमान मु कोड करबी मु ना स्त्रीर सपेक्ष देवी ना भणजार कथा को स्वीकार करी भीषण परिस्थिति सृष्टि पाटुंड कह भौणी मधुमती काईकि पाटुंड ताको मामू को बेटीबा को आसीतिले बड़ राजकुमार आनंद बाबू ताको मामू घरे नथिबार देखि से मते अत्याचार करिबा को चेष्टा तेणु करी मो जोरे पाटी तुंड करी डाकिली भौणी मधुमती आ महाराज तुमर एते साहस ना महाराज तुमर एते शक्ति ना महाराज कलंकित सुना पितुला राजकुमार को एमिति कहि पारुछ हो पिता तुमे तो गोटाए भाई मिछ मान्य। कहउछन्ती ना तमे ना मान्य भाई किड़ा मानकर एमिति गुण बिछाए महाराज तो सहित प्रेम पिपासार स्वप्न नहीं एई माया जालर रचना करिछ नाही महाराज अरे कथारे कहती नारी को माया एबे अगोचर शाल
ସାଳକ ମହେନ୍ଦ୍ର ସିଂ ଆପଣ ଯାହା କହିଲେ ତାହା ଠିକ ଏ ଗୋଟାଏ ବାଞ୍ଛ ଆରେ ସିଏ କି ଗର୍ଭ ଯନ୍ତ୍ରଣା ଜାଣିଛି ଯେ ପୁଅ କେମିତି ଜନ୍ମ କରାଯାଏ କେତେ ମାସ ଗର୍ଭରେ ରହେ ଆରେ ଯିଏ ଜନ୍ମ କରିଛି ସିଏ ଜାଣେ କହିଛନ୍ତି ସାଳକ ମହେନ୍ଦ୍ର ତେଣୁ ଏଇ ବାଞ୍ଝ ମାଇକିଣା ମୋର ଭଣଜାକୁ ଗୋଟାଏ ଗୁପ୍ତ ଷଡ଼ଯନ୍ତ୍ର କରି ଫସାଇବାକୁ ଚେଷ୍ଟା କରିଛି ଆବେ ଏଇ ବାଞ୍ଝ ଆରେ ଶାସ୍ତ୍ର କହୁଛି ବାଞ୍ଝ ମାଇକିଣା ଯେଉଁଠି ବସେ ତାର 7 ହାତ ମାଟି ତଳକୁ ଅପବିତ୍ର ହେଇଯାଏ ବେ। 7 ହାତ ମାଟି ତଳକୁ ଅପବିତ୍ର ହେଇଯାଏ ତୁ ସେମିତି ଗୋଟାଏ କଳଙ୍କିରି ଆଉ ତୁ ବୋଧ ହୁଏ ମୋ କଥା ଚଳିବ ଭାବି ଭଣଜାକୁ ଫସେଇ ତୁ ମନ୍ତ୍ରଣା କରିଛୁ ପାଟକୁ ଫେରିଆ ସୁଧୁରି ଯା କଥା ତ ମୁଁ କିଛି ବୁଝିପାରିଲିନି ମହାରାଜ ମହେନ୍ଦ୍ର ସିଂ ସିଏ କହୁଛି ଅତ୍ୟାଚାର କରୁଥିଲା ବୋଲି ଭଣଜା କହୁଛନ୍ତି ମୁଁ ମାମୁଁକୁ ଖୋଜି ଆସୁଥିଲି ବୋଲି ନାଇଁ ସାଳକ ମହେନ୍ଦ୍ର ସିଂ ନାଇଁ ତାହେଲେ କଣ କରାଯିବ କଣ କରାଯିବ ସେ ମୋ ସ୍ତ୍ରୀ ତାରି ବିପକ୍ଷରେ ମଧ୍ୟ ମୁଁ ଅନେକ କିଛି କହିଛି ବୋଧ ହୁଏ ଜଣାପଡୁଛି ତାର କେଶ ବାସ ମଧ୍ୟ ଅସମ୍ଭାଳ ଦିଶୁଛି ତେଣୁ ମୁଁ କଥାଟା ବର୍ତ୍ତମାନ କିଛି ଜାଣିପାରୁନି ଏ କଣ ମଧୁମତୀ ହଁ ମହାରାଜ ତୁମେ କଣ ମୁଁ ଯାହା କହୁଛି ସତ ସତ କହୁଛି ମହାରାଜ ମଧୁମତୀ ହଁ ମହାରାଜ ଏଇ ଦେଖ ପଲକ ଉପରେ ଛିଟି ପଡିଛି ପଳନ୍ତୁରି ଚିଠି ପଡିଛି ଠିକ ଅଛି ମହାରାଜ ମୁଁ ଦେଖୁଛି ସେ ଚିଠିକୁ ତାର ଚିଠି ଆପଣ ଆନନ୍ଦ ମହାରାଜ ସାଳକ ମହେନ୍ଦ୍ର ସିଂ ପଢୁଛି ଚିଠିକୁ ପଢିବି ପଢନ୍ତୁ ମାଇକ ମୋର ସ୍ନେହ ଚୁମ୍ବନ ନେବ ମୁଁ ତୁମ କଥା ସବୁଦିନ ଭାବୁଥିଲି କେବେ ତୁମ ସାଙ୍ଗରେ ସାକ୍ଷାତ ହେବ ବୋଲି ଆଜି ମାମୁଁ ନଥିବା ସମୟରେ ଦିନେ ଯିବି ବୋଲି ମୁଁ ଚିନ୍ତା କରିଥିଲି ମହେନ୍ଦ୍ର ସିଂ ଯଦି ମୁଁ ଯାଏ ତାହେଲେ ମୋତେ କିଛି ଖରାପ ଭାବିବ ନାହିଁ ଇତି ତୁମ ଭଣଜା ଆନନ୍ଦ ଠେରିକା ଆନନ୍ଦ ତୋର ଚରିତ୍ର ଏତେ ବଦଳିବ ନା ଯାହା ପିତା ଏସବୁ ବିଷ ଏସବୁ ମୁଁ କିଛି ଜାଣିନି ବାବା କାଳିର କଣ୍ଟିର ଶୁଣା ଆଜି ପିତଳ ହୋଇଗଲୁ ଯାଇ କୁଳରଞ୍ଜନ ଆଜି କୁଳାଙ୍ଗାର ସାଜିଲୁ ଯାଇ ବାବା ଧିକ ସତ ଧିକ ତ ଭାଇ ସବୁ ମିଛ କହୁଛନ୍ତି କର୍ମ କରିବାକୁ ଯାଉଛୁ ଛୁଇ ଛୁଇରେ କୁଳାଙ୍ଗାର ପଶୁ ଆପଣ ଠିକ କହିଛନ୍ତି ମୁଁ ମଧ୍ୟ ଯାହାକୁ ଭାବୁଥିଲି କୁଳନନ୍ଦନ ବୋଲି ସିଏ ଆଜି କୁଳାଙ୍ଗାର ପାଲଟି ଯାଇଛି ଏବେ ଏଇ ଭଣଜା ଏଇଥିପାଇଁ ତୁମକୁ ମୁଁ ସ୍ନେହ କରୁଥିଲି ନା ନାଇଁ ବାବୁ ଏସବୁ ମିଛ ଆରେ ତୁମ ମାଇକୁ ଅତ୍ୟାଚାର କରିବା ପାଇଁ ତୁମ ନାଇଁ ବାବୁ ନାଇଁ କେମିତି ଚୁପ୍ ରେ। ଆରେ ତୁ ନ କହିଲେ କଣ ହେଲା ଏଇ ତୋର ଚିଠି ସବୁ ପ୍ରମାଣ ଦେଇ ଦେଇଛି ବୁଝିଲା ଏସବୁ ସବୁ ମିଛ ଏ ହଉଛି ମାଇର ଷଡ଼ଯନ୍ତ୍ର କୁଳାଙ୍ଗାରାନନ୍ଦ ଲାଜ ସରମ ନାଇ ରେ ଲାଜ ସରମ ନାଇ ରେ ଦୋଷ ନାଇ ବୋଲି ନିରି ହେଉଛୁ ମୋର ପାଖରେ ଲାଜ ସରମ ନାଇ ରେ
ଓଇଣ କରି ଯାଉଛୁ କାମ ପ୍ରେମ ପାଗଳ ଓଇଣ କରି ଯାଉଛୁ କାମ କରି ଦେଖାଉ ମୋର ପାଖରେ ତୁହିରେ ଲାଜ ସର ମନାଇ ରେ ଲାଜ ସର ମନାଇ ରେ କରିଥିଲି କେତେ ହାସା କରିଦେଲୁ ତୁ ନିରାଶା କରିଥିଲି କେତେ ହାସା କରିଦେଲୁ ତୁ ନିରାଶା ଚିନ୍ତା ବୋଲେ ଇ ନମତି ଦୂର ହୋଇଯା ତୁ ହିରେ ଲାଜ ସର ମନାଇ ରେ ଲାଜ ସର ମନାଇ ରେ ତୁ ଛୋଟ ଥିଲା ବେଲେ ତୋର ମା ମରିଗଲା ଏଇ ରକ୍ତର ହଣ୍ଡାକୁ ପୋଷି ପାଲି ବଡ କରିବାର ଫଳ ଖାଇଗଲି ଛୁଇ ଛୁଇରେ କୁଳାଙ୍ଗାର ଆନନ୍ଦ ପିତା ତୋତେ ଲାଜ ଟିକେ ମାରୁନାହିଁ ନାଇଁ ବାବା ଏ ତୋ ମାଇ ମା ସମାନ ମାଇକୁ ପାଶବିକ ଅତ୍ୟାଚାର କରିବାକୁ ଯାଉଥିଲୁ କେମିତି ନାଇଁ ବାବା ଛୁଇରେ କୁଳାଙ୍ଗାର ନାଇଁ ନାଇଁ ମୁଁ ସେମିତି ଭୁଲ କାର୍ଯ୍ୟ କରିବି ବାବୁ ମିଛ କହୁଛନ୍ତି ମାଇ ମିଛ କହୁଛନ୍ତି ବାବୁ ଆନନ୍ଦ ପିତା बिना दोष कर दोषी तुम्हें मान सब मिसी बिना दोष कर दोषी तुम्हें मान सब मिसी काहे की के डाल तुम्हें काहे की के डाल तुम्हें करे देऊ छपाती बिना दोष कर दोषी तुम्हें मान सब मिसी मामू ये सब मीठा मामू ମୁଁ सब पिता तुम तुम बुआ कथा जानू का पिता रहिबिनी घर मोहे अपमान सहिबिनी रहिबिनी घर मोहे अपमान सहिबिनी रवि तुझिना औषध ब्राह्मण बिना की वेद अशांति रे की प्रशांति अशांति रे की प्रशांति काहे की देऊ छदोषी बिना दोष करी दोषी तुम्हें माने सब मिसी बिना दोष कल दोषी तुम्हें माने सब मिसी पिता मु सत कहूँ बाबा मो माई का देह को छुईली कहीं माई मते
କେତେ ବଡ଼ ଅପମାନ ଲଦି ଦେଉଛନ୍ତି ମାଏ। ମୁଁ ତୁମର କି ଦୋଷ କରିଛ ମାଏ? କାହିଁକି ପିତାଙ୍କ ସମ୍ମୁଖରେ ଏତେ ବଡ଼ ମିଛ କଥା କହୁଛ? ନାଇଁ ମାଇ, ତୁମେ ସତ କହିଦିଅ। ନା ବରା ମୁଁ ତୁମକୁ ଛୁଇଁନି। ନା ବରା ମୁଁ ସେଇ ପାପ କାର୍ଯ୍ୟରେ ଆନନ୍ଦ ପିତା ଦୂର ମାମା ଆନନ୍ଦ, ମୁଁ ତୁମ କଥାକୁ ସମର୍ଥନ କରୁଥିଲି, କିନ୍ତୁ ସେଇ ଚିଠିଟା ଦେଖିଦେଲା ପରେ ଆରେ ମୋର ମୁଣ୍ଡ ବି କଣ ହେଉଛି ମୁଁ କିଛି ଜାଣିପାରୁନି। ଏଣୁ ତୁମର ବିଚାର ଯାହା କରିବେ ତୁମର ପିତାଶ୍ରୀ ମହାରାଜ କରିବେ, ଆମେ କିଛି କହିବା ନାହିଁ। ହଁ ବରା ରଖିଲେ ସିଏ, ମାରିଲେ ସିଏ, ଆମର କିଛି କହିବା ନାହିଁ। କାହିଁକି ନା ଆମେ ମଧ୍ୟସ୍ଥ ହେବା। ହଁ, এইপরি পশু ମୋ ରାଜ୍ୟର ଥିଲେ ମୋର କଳଙ୍କ ଲାଗିବ। ହଁ, ସମସ୍ତେ ଧିକ୍କାର କରିବେ। ଏମିତି ପୁଅ ଭବିଷ୍ୟତରେ ଯଦି ରାଜା ହୁଏ ତାହେଲେ ରାଜ୍ୟର ଅନେକ କିଛି କ୍ଷତି ଘଟାଇ ବୋଲି କହିବେ। କେତେ କଥା ଅଛି। ଇନ୍ଦ୍ରସିଂହ ହଁ, ତାକୁ କେଉଁ ଦଣ୍ଡେ ଦଣ୍ଡିତ କରିବି ମୁଁ ବି ଭାବି ପାରୁନାହିଁ। ଆପଣ ଚିନ୍ତା କରନ୍ତୁ, ଭଣଜାକୁ କେଉଁ ଦଣ୍ଡ ଦିଆଯିବ ମୁଁ ତାହା କହିପାରିବି। ଶାଳକ ମହେନ୍ଦ୍ର ସିଂ, ଆରେ କିଏ ଅଛରେ? ଘାତକକୁ ଶୀଘ୍ର ଜଣାଇ ଦିଅ। ପିତା, अरे तो ତୁମେ ମହାରାଜ କଣ का ବିଶ୍ୱାସ विश्वास କରୁନା? अरे ତୁମେ चलिए ପୁଅକୁ କଣ ତୁମେ ଚିହ୍ନି ପାରିନାହ ପିତା? ଏସବୁ ଷଡ଼ଯନ୍ତ୍ର ପିତା, ଏସବୁ ମିଛ। ତୁମେ କାହିଁକି ମତେ ଏତେ ବଡ଼ ଦଣ୍ଡ ଦଉଛ ପିତା? ମୁଁ କିଛି ଭୁଲ କରିନି ପିତା। ଆନନ୍ଦ ପିତା, ଏତେ ବଡ଼ ଦୁନିଆରେ ମତେ ଗୋଟାଏ ଆରେ କିଏ ଅଛରେ? ସଜାଇ ଦେଲ ମାଇ। ତୁମେ ଏ କହିଲେ କଲ ମାଇ। ସେ ମତେ ଚରିତ୍ରହୀନ ସଜାଇ ଦେଲ। କୁଲାନନ୍ଦରୁ ଭଣଜା, ଏ ବାଞ୍ଝ ମାଇକିଣାର ଗୁଣ ସବୁ ମୁଁ ଜାଣିଛି, କିନ୍ତୁ କଣ କରିବି? ଆପଣା ହସ୍ତେ ଜିହ୍ୱା ଛେଦି କିଏ ଅଛି ତାର ପ୍ରତିବାଦୀ। ମୁଁ କିଛି କହିବାକୁ ଯାଇପାରୁନି, କହିପାରୁନି। ମହାରାଜ ଯାହା କହିବେ, ଯାହା ଆଦେଶ ଦେବେ ସେଇଆ ହିଁ ପାଳନ ହେବ। ପିତା, ମୋ କଥା ଟିକେ ଶୁଣନ୍ତୁ ପିତା। ଆନନ୍ଦ ତୁମେ କାହିଁକି ରାଗି ଯାଉଛ ତାଙ୍କ କଥାରେ ପଡି? ସେ ମିଛ କହୁଛନ୍ତି ପିତା, ସେଇ ମିଛ କହୁଛନ୍ତି। କଣ କହିବାକୁ ଚାହୁଁଛୁ ଆନନ୍ଦ? ପିତା, ମୁଁ ସେଇ ଭୁଲ କାର୍ଯ୍ୟ କରିନି ପିତା, ମୋତେ କ୍ଷମା କରିଦିଅନ୍ତୁ। କୁଳାଙ୍ଗାର ଆନନ୍ଦ ହଁ, ଆରେ ଦ୍ୱାପର ଯୁଗରେ ରାଧା କୃଷ୍ଣ ମାଇ ଭଣଜା ଥିଲେ, ସେମିତି ତାଙ୍କର ମଧ୍ୟ କେତେ ଲୀଳା ଚାଲିଥିଲା। ତମେ କଣ କହୁଛ? ଭାବିଲେ କିଛି କଥା ନୁହେଁ। ଭାବିବା କଥା ବି ବନ୍ଦ କର। ଶାଳକ ମହେନ୍ଦ୍ର ସିଂ, ଆଉ ରାଧାକୁ ଯଦି ତାଙ୍କର ମାଇକୁ ପ୍ରେମ କରିଥିଲେ ଏଥିରେ କଣ ହବ? କିଛି ନାହିଁ। ଏଇ ତ କଲି ଯୁଗ, କିଛି ହବନି। ଆରେ ଦ୍ୱାପର ଯୁଗରେ ଘଟିଥିଲା। କଣ କହିବାକୁ ଚାହୁଁଛନ୍ତି ଶାଳକ ମହେନ୍ଦ୍ର ସିଂ? ନାଇଁ, ମୁଁ ଉଦାହରଣ ଦେଉଛି। କିନ୍ତୁ ମହାରାଜ, ଆପଣା ଅର୍ଜିଲା କର୍ମ କିଏ କରିବ ଭୋଗ? ଯଦି ଭଣଜା ଯେଉଁ କର୍ମ କରିଛନ୍ତି ନିଶ୍ଚିତ ଭାବରେ ତାହା ଭୋଗିବାକୁ ପଡିବ। କଣ ତାହେଲେ ମୁଁ ଘାତକକୁ ଡକେଇ ଦେବି? ଶୀଘ୍ର ଡାକନ୍ତୁ। ଆବେ ହେଇ ଘାତକ! ଆରେ ଇଏ କଣ ବଧିର ହେଇଗଲ ନା କଣ? ଆବେ ହେଇ ଘାତକ! ଆରେ ମହାରାଜାଙ୍କର ଡକରା ପଡିଛି, ଜଲ୍ଦି ଆବେ।
ମଣିମା। ଖବର ଯେମିତି ଶୁଣିଲେ ପୁରା ନିଶା ପାକିଗଲା। ଆଦେଶ କରନ୍ତୁ ମଣିମା, ଆଜି ଆପଣଙ୍କ କେଉଁ ସେବା କରିବି? ମହାରାଜ, ମୋର କଠୋର ଆଦେଶ, ଝାଡ଼ ଜଙ୍ଗଲରେ ଆନନ୍ଦକୁ ନେଇଯାଅ, ମୁଣ୍ଡ କାଟି ରକ୍ତ ହାଣି ଦେଖାଇବ। ଏତେ ବଡ଼ ଶାସ୍ତି ଝାଡ଼ା ଜଙ୍ଗଲରେ ଯୁବରାଜ ବାବୁଙ୍କୁ ନେଇ ଆପଣଙ୍କୁ ମୁଣ୍ଡ କାଟି ରକ୍ତ ହାଣି ନିଶ୍ଚୟ ଦେଖେଇବି ମଣିମା। ଯୁବରାଜ ବାବୁ, ମୋ ସହିତ ଘୋର ଅରଣ୍ୟ ମଧ୍ୟରେ ଯିବାକୁ ହେବ। ପିତା, ତୁମେ ରକ୍ତ ହାଣି ଦେଖାଇବୁ। ମତେ ଦିଅ ନା ପିତା। ନିଶ୍ଚୟ ପିତା। ମହାରାଜ, ଯୁବରାଜ ବାବୁ, ମୋ ସହିତ ଆପଣ ଘୋର ଅରଣ୍ୟ ମଧ୍ୟରେ ଯିବାକୁ ହେବ। ତୁମକୁ ବନ୍ଧନ କରି ନେଇଯିବି ଘୋର ଅରଣ୍ୟ ମଧ୍ୟରେ। ତାହେଲେ ମୁଁ ତୁମକୁ ବନ୍ଧନ କରୁଛି ଯୁବରାଜ ବାବୁ। ଠିକ ଅଛି ଘାତକ ଭାଇ, ବିନା ଦୋଷେ ମତେ ଆଜି ଏତେ ବଡ ଅପମାନ ଦଣ୍ଡ ଦେଇଗଲେ ପିତା। କଣ କରିବି, ଯେତେ କହିଲି ମଧ୍ୟ ମୋ କଥାକୁ ଶୁଣିଲେ ନାହିଁ। ତୁମକୁ ବଣ ଜଙ୍ଗଲକୁ ନେଇଯିବା ପାଇଁ ଆଦେଶ ଦେଇଛନ୍ତି। ତୁମ ଆଦେଶ ପାଳନ କରନ୍ତୁ ଘାତକ ଭାଇ। ମୁଁ ଯଦି ସେଇ ଦୋଷ କରିଛି, ନିଶ୍ଚୟ ସେ କର୍ମର ଫଳ ଭୋଗ କରିବି। ତୁମେ ମତେ ନେଇଯାଆନ୍ତୁ ଘାତକ ଭାଇ, ନେଇଯାଆନ୍ତୁ। हे भगवान, चंद्र सूर्य तारा जल आपण तो सब देखुଛନ୍ତି प्रभु। सतरे मुझे से पाप कर्म करिछि, सेई फल निश्चय मु भोगिबी। एतिरे मोर कहिबार किछि नाही घातक भाई, ले जातु मते। मु तुमको किछि कहिबी नाही। ଯୁବରାଜ ବାବୁ, ଘାତକ ଭାଇ, ରାଜାଙ୍କ ଆଦେଶ ହୋଇଛି ଯେତେବେଳେ ତୁମକୁ ମୁଁ ବନ୍ଧନ କରି ନିଶ୍ଚୟ ନେଇଯିବି ଘୋର କାରଣ ମଧ୍ୟରେ। ତବେ ମୁଁ ତୁମକୁ ବନ୍ଧନ କରିଛି ଯୁବରାଜ ବାବୁ, ମୁଁ ତୁମକୁ ବନ୍ଧନ କରି ନେଇଯାଆନ୍ତୁ ଘାତକ ଭାଇ, ମୋର କିଛି ଆପତ୍ତି ନାହିଁ। ଭଣଜା, ମାମୁଁ, ଭଗବାନ ନିଶ୍ଚିତ ଭାବରେ ଅଛନ୍ତି ଏ ଦୁନିଆରେ। ତୁମେ ଯଦି ଉଚିତ କର୍ମ କରୁଛ, ନିଶ୍ଚିତ ଭାବରେ ଭଗବାନ ତୁମକୁ ରକ୍ଷା କରିବେ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ମହାରାଜାଙ୍କର ଯେତେବେଳେ କଠୋର ଆଦେଶ ହେଇଛି, ସିଏ ଯେଉଁ ଆଦେଶ ଦେଇଛନ୍ତି ତାଙ୍କ କଥା ମୁତାବକ এই ঘাতক সহ জঙ্গলକୁ ଯିବାକୁ ହେବ। ଯାଅ, ତୁମେ ହସି ହସି ଯାଅ, ନିଶ୍ଚିତ ଭାବରେ ତୁମର ମଙ୍ଗଳ ହେବ, ନିଶ୍ଚିତ ଭାବରେ ତୁମର ମଙ୍ଗଳ ହେବ। ମୁଁ ନିଶ୍ଚୟ ଚାଲିଯିବି ମାମୁଁ, ଆପଣ ଠିକ କହିଛନ୍ତି। ମଧ୍ୟପୁରରେ ଯେ ଜନ୍ମ ହୁଅନ୍ତି ଦେବତା ହେଲେ ମଧ୍ୟ ମରନ୍ତି। କାହିଁକି ନା ମୋର ଯଦି ମରିବାର ଏଠି ମୋର ଭାଗ୍ୟରେ ଲେଖା ଅଛି, ମୁଁ ନିଶ୍ଚୟ ଘାତକ ହାତରେ ମରିବି ମାମୁଁ। ଆଉ ମୁଁ ଯଦି ପାପ କର୍ମ କରିବି, ମୋତେ ଯଦି ଭଗବାନ ଆଶୀର୍ବାଦ କରିବେ, ସେଇଠାରେ କଣ ହେବ ସେ ଭଗବାନଙ୍କ ଇଚ୍ଛା ମା, ସେଇ ଭଗବାନଙ୍କ ଇଚ୍ଛା। ସେନାପତି ମହାଶୟ, ମୁଁ ଯୁବରାଜ ବାବୁଙ୍କୁ ଜଙ୍ଗଲ ମଧ୍ୟରେ ନେଇଯାଉଛି। ତେବେ ମୋ ସହିତ
ଘୋର କାନନ ମଧ୍ୟରେ ଚାଲ ଯୁବରାଜ ବାବୁ ଆପଣ ଚାଲନ୍ତୁ। अबे मधुमती अरे ओठा लगे ही देलु बे ओठा लगे ही देलु अरे सही ओठा सहजरे खोलिबो नाही बे जम्मा खोलिबो नाही जणा अरे तू ही सही गोपपुरर राधा कृष्ण को महिषी धरिबा शिखाई देथिलु ना ठीक अच्छी अरे देखे ये कथा जेमिति पर कान को न जाए अरे कथारे कहती तीन तुंडे छेली कुकुर तीन जन लोक जदि छेली कुकुर कहीदेवे से कुकुर हो जाए तेणु ये कथाटा काहा कान रे जेमिति न पड़े अरे आग को अनेक कथा अच्छी अरे बड़ राजा बाबू बड़ भणजा आनंद बोले खलासी आउ बाकी रहिला सानंद अरे सी तो मत मामू मामू कर अति गेल ताकू एमिति गोटाए मंत्र मारिबी सीधा मो हाथ रे नाचिब गोटाए काठ कंडे भली अरे मु जमिति मोर फुर्ती करबा लागि दिने मध्य मद पी दिए ताकू सेमिति मद टिके 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 पिए शेषर मदुआ करी जदि से मदुआ हो जीव राजा आउ ताकू राजा कराइबे ना सेते बेले राज सिंहासन हाथ ठारी मते मु राजा हौ तुमे रानी एला मधुमती